जय जगन्नाथ। अत्र शूरा महेश्वासा भीमार्जुन समायुधिः जुजुधानो विराटश्च द्रुपदश्च महारथः धृष्टकेतुश्च कीतानः काशीराजश्च वीर्यवान् पुरुजित्कुन्तिभोजश्च शैव्यश्च नरपुङ्गवः युधामन्युश्च विक्रान्त उत्तमौजाश्च वीर्यवान् सौभद्रो द्रौपदेयाश्च सर्व एव महारथाः। ଏହି ସେନାରେ ମହାମହା ଧନୁର୍ଦ୍ଧାରୀ ତଥା ଯୁଦ୍ଧରେ ଭୀମ ଓ ଅର୍ଜୁନଙ୍କ ସମାନ ଶୂରବୀର ସାତ୍ୟକୀ ବିରାଟ ତଥା ମହାରଥୀ ରାଜା ଦ୍ରୁପଦ ଧୃଷ୍ଟକେତୁ ଓ ଚେକିତାନ ତଥା ବଳବାନ କାଶୀରାଜ ପୁରୁଜିତ କୁନ୍ତିଭୋଜ ଓ ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ଶୈବ୍ୟ ପରାକ୍ରମୀ ଯୁଧାମନ୍ୟୁ ତଥା ବଳବାନ ଉତ୍ତମୌଜା ସୁଭଦ୍ରାପୁତ୍ର ଅଭିମନ୍ୟୁ ଏବଂ ଦ୍ରୌପଦୀଙ୍କ 5 ପୁତ୍ର ଅଛନ୍ତି। ଏମାନେ ସମସ୍ତେ ମହାରଥୀ। ପ୍ରଶ୍ନ, ଏଠାରେ ଅତ୍ର ପଦ କେଉଁ ଅର୍ଥରେ ପ୍ରୟୋଗ କରାଯାଇଛି? ଉତ୍ତର, ଏଠାରେ ଅତ୍ର ପଦ ପାଣ୍ଡବ ସେନା ଅର୍ଥରେ ପ୍ରୟୋଗ କରାଯାଇଛି। ପ୍ରଶ୍ନ, ଯୁଧି ପଦର ଅନ୍ୱୟ ଅତ୍ର ସହିତ ନ କରି ଭୀମାର୍ଜୁନ ସମାହ ସହିତ କାହିଁକି କରାଗଲା? ଉତ୍ତର, ଯୁଧି ପଦ ଏଠାରେ ଅତ୍ରର ବିଶେଷ୍ୟ ହୋଇପାରିବ ନାହିଁ, କାରଣ ଏହି ସମୟରେ ଯୁଦ୍ଧ ଆରମ୍ଭ ହୋଇନଥିଲା। ଏହାଛଡ଼ା ପ୍ରଥମେ ପାଣ୍ଡବ ସେନାର ବର୍ଣ୍ଣନା ହୋଇଥିବାରୁ ଅତ୍ର ପଦ ସ୍ୱଭାବତଃ ତାହାର ବାଚକ, ତେଣୁ ଏହା ସହିତ କୌଣସି ବିଶେଷ୍ୟର ସଂଯୋଗ ଆବଶ୍ୟକ ନୁହେଁ। ଭୀମାର୍ଜୁନ ସମାହ ସହିତ ଯୁଧି ପଦର ଅନ୍ୱୟ କରି ଦେଖା ଦିଆଯାଇଛି ଯେ ଯେଉଁ ମହାରଥୀମାନଙ୍କର ନାମ ଦିଆଯାଇଛି ସେମାନେ ପରାକ୍ରମୀ ଏବଂ ଯୁଦ୍ଧବିଦ୍ୟାରେ ଭୀମ ଓ ଅର୍ଜୁନଙ୍କ ସହିତ ସମାନ। ପ୍ରଶ୍ନ, ଯୁଯୁଧାନ ବିରାଟ ଦ୍ରୁପଦ ଧୃଷ୍ଟକେତୁ ଚେକିତାନ କାଶୀରାଜ ପୁରୁଜିତ କୁନ୍ତିଭୋଜ ଶୈବ୍ୟ ଯୁଧାମନ୍ୟୁ ଓ ଉତ୍ତମୌଜା ଏମାନେ ସବୁ କିଏ? ଉତ୍ତର, ଅର୍ଜୁନଙ୍କ ଶିଷ୍ୟ ସାହିତ୍ୟିକଙ୍କ ଅନ୍ୟ ନାମ ଯୁଯୁଧାନ। ସେ ଯାଦବ ବଂଶୀୟ ରାଜା ଶିନିଙ୍କର ପୁତ୍ର ଥିଲେ। ସେ ଭଗବାନ କୃଷ୍ଣଙ୍କର ପରମ ଅନୁଗତ ଥିଲେ ଏବଂ ବଡ଼ ବଳବାନ ଓ ଅତିରଥୀ ଥିଲେ। ସେ ମହାଭାରତ ଯୁଦ୍ଧରେ ନ ମରି ଯାଦବମାନଙ୍କର ପାରସ୍ପରିକ ଯୁଦ୍ଧରେ ମରିଥିଲେ। ଯୁଯୁଧାନ ନାମରେ ଅନ୍ୟ ଜଣେ ଯାଦବ ବଂଶୀୟ ଯୋଦ୍ଧା ମଧ୍ୟ ଥିଲେ। ବିରାଟ ଥିଲେ ମତ୍ସ୍ୟ ଦେଶର ଧାର୍ମିକ ରାଜା। ପାଣ୍ଡବମାନେ ତାଙ୍କ ନଅରରେ 1 ବର୍ଷ ଅଜ୍ଞାତବାସ କରିଥିଲେ। ତାଙ୍କର ପୁତ୍ରୀ ଉତ୍ତରାର ବିବାହ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କ ସହିତ ହୋଇଥିଲା। ସେ ମହାଭାରତ ଯୁଦ୍ଧରେ ଉତ୍ତର, ଶ୍ୱେତ ଓ ଶଙ୍ଖ ନାମକ ତାଙ୍କ 3 ପୁତ୍ରଙ୍କ ସହିତ ନିହତ ହୋଇଥିଲେ। ଦ୍ରୁପଦ ଥିଲେ ପାଞ୍ଚାଳ ଦେଶର ରାଜା ପୃଷଦଙ୍କର ପୁତ୍ର। ରାଜା ପୃଷଦ ଓ ଭରଦ୍ୱାଜ ମୁନି ପରସ୍ପର ମିତ୍ର ଥିଲେ। ଦ୍ରୁପଦ ମଧ୍ୟ ବାଲ୍ୟାବସ୍ଥାରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ରହିଥିଲେ। ତେଣୁ ଭରଦ୍ୱାଜଙ୍କ ପୁତ୍ର ଦ୍ରୋଣଙ୍କ ସହିତ ତାଙ୍କର ମିତ୍ରତା ହୋଇଥିଲା। ପୃଷଦଙ୍କ ପରଲୋକ ଗମନ ପରେ ଦ୍ରୁପଦ ରାଜା ହେଲେ। ତେଣୁ ଦିନେ ଦ୍ରୋଣ ତାଙ୍କ ନିକଟକୁ ଯାଇ ତାଙ୍କୁ ନିଜର ମିତ୍ର ବୋଲି କହିଲେ। ଦ୍ରୁପଦଙ୍କୁ ତାହା ଭଲ ଲାଗିଲା ନାହିଁ। ତେଣୁ ଦ୍ରୋଣ କ୍ଷୁବ୍ଧ ହୋଇ ସେଠାରୁ ଚାଲି ଆସିଲେ। ସେ କୌରବ ଓ ପାଣ୍ଡବଙ୍କୁ ଅସ୍ତ୍ରବିଦ୍ୟା ଶିକ୍ଷା ଦେଇ ଗୁରୁଦକ୍ଷିଣା ସ୍ୱରୂପ ଅର୍ଜୁନଙ୍କ ଦ୍ୱାରା ଦ୍ରୁପଦଙ୍କୁ ପରାଜିତ କରାଇ ନିଜ ଅପମାନର ପ୍ରତିଶୋଧ ନେବା ସଙ୍ଗେ ସଙ୍ଗେ ତାଙ୍କର ଅଧେ ରାଜ୍ୟ ଅଧିକାର କରି ନେଇଥିଲେ। ଦ୍ରୁପଦ ଉପରେ ଉପରେ ଦ୍ରୋଣଙ୍କୁ ପ୍ରୀତି କରୁଥିଲେ ମଧ୍ୟ ତାଙ୍କ ମନରେ କ୍ଷୋଭ ରହିଥିଲା। ସେ ଦ୍ରୋଣଙ୍କୁ ମାରିବା ଭଳି ପୁତ୍ର ପ୍ରାପ୍ତି ପାଇଁ ଯାଜ ଏବଂ ଉପଯାଜ ନାମକ ଋଷିଙ୍କ ଦ୍ୱାରା ଯଜ୍ଞ କରାଇଥିଲେ। ସେହି ଯଜ୍ଞବେଦରୁ ଧୃଷ୍ଟଦ୍ୟୁମ୍ନ ତଥା କୃଷ୍ଣା ପ୍ରକଟ ହୋଇଥିଲେ। କୃଷ୍ଣା ଦ୍ରୌପଦୀ ବା ଯାଜ୍ଞସେନୀ ନାମରେ ପ୍ରସିଦ୍ଧ ହେଲେ ଏବଂ ସ୍ୱୟଂବରରେ ଜୟ କରି ପାଣ୍ଡବମାନେ ତାଙ୍କୁ ବିବାହ କରିଥିଲେ। ରାଜା ଦ୍ରୁପଦ ବଡ଼ ଶୂରବୀର ଓ ମହାରଥୀ ଥିଲେ। ମହାଭାରତ ଯୁଦ୍ଧରେ ଦ୍ରୋଣଙ୍କ ହାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଧୃଷ୍ଟକେତୁ ଚେଦି ଦେଶର ରାଜା ଶିଶୁପାଳଙ୍କର ପୁତ୍ର ଥିଲେ। ସେ ମହାଭାରତ ଯୁଦ୍ଧରେ ଦ୍ରୋଣଙ୍କ ହାତରେ ମରିଥିଲେ। ଚେକିତାନ ଥିଲେ ବୃଷ୍ଣିବଂଶୀୟ ଯାଦବ। ସେ ମହାରଥୀ ଯୋଦ୍ଧା ଓ ବଡ଼ ଶୂରବୀର ଥିଲେ। ପାଣ୍ଡବମାନଙ୍କର 7 ଅକ୍ଷୌହିଣୀ ସେନାର 7 ସେନାପତିଙ୍କ ମଧ୍ୟରୁ ସେ ଜଣେ ସେନାପତି ଥିଲେ। ସେ ମହାଭାରତ ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କ ହାତରେ ମରିଥିଲେ। କାଶୀରାଜ କାଶୀର ରାଜା ଥିଲେ। ସେ ବଡ଼ ବୀର ଓ ମହାରଥୀ ଥିଲେ। ତାଙ୍କର ଠିକ୍ ନାମ କ'ଣ ଜଣାପଡ଼େ ନାହିଁ।
କାଶୀରାଜଙ୍କ ନାମ ସେନାବିନ୍ଦୁ ଓ କ୍ରୋଧହନ୍ତା ବୋଲି କୁହାଯାଇଛି। କର୍ଣ୍ଣ ପର୍ବ 6ଠ ଅଧ୍ୟାୟରେ ଯେଉଁଠାରେ କାଶୀରାଜଙ୍କ ମରିଯିବାର ବର୍ଣ୍ଣନା ଅଛି, ସେଠାରେ ତାଙ୍କର ନାମ ଅଭିବୁ ବୋଲି କୁହାଯାଇଛି। ପୁରୁଜିତ୍ ଓ କୁନ୍ତିଭୋଜ ଦୁହେଁ କୁନ୍ତୀ ବୀରଙ୍କ ଭାଇ ଥିଲେ ଓ ଯୁଧିଷ୍ଠିର ଆଦିଙ୍କର ମାମୁଁ ଥିଲେ। ଏ ଦୁହେଁ ମହାଭାରତ ଯୁଦ୍ଧରେ ଦ୍ରୋଣାଚାର୍ଯ୍ୟଙ୍କ ହାତରେ ମରିଥିଲେ। ଶୈବ୍ୟ ଥିଲେ ଧର୍ମରାଜ ଯୁଧିଷ୍ଠିରଙ୍କ ଶ୍ୱଶୁର। ତାଙ୍କର କନ୍ୟା ଦେବିକାଙ୍କ ସହିତ ଯୁଧିଷ୍ଠିରଙ୍କ ବିବାହ ହୋଇଥିଲା। ସେ ମନୁଷ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଅତ୍ୟନ୍ତ ବଳବାନ ଓ ବୀର ଯୋଦ୍ଧା ଥିଲେ। ତେଣୁ ତାଙ୍କୁ ନରପୁଙ୍ଗବ କୁହାଯାଇଛି। ଯୁଧାମନ୍ୟୁ ଓ ଉତ୍ତମୌଜା ଦୁଇ ଭାଇ ପାଞ୍ଚାଳ ଦେଶୀୟ ରାଜକୁମାର ଥିଲେ। ସେମାନଙ୍କୁ ପ୍ରଥମେ ଅର୍ଜୁନଙ୍କ ରଥର ପହି ରକ୍ଷା କରିବାରେ ନିଯୁକ୍ତ କରାଯାଇଥିଲା। ସେ ଦୁହେଁ ବଡ଼ ପରାକ୍ରମୀ ଓ ବଳବାନ ବୀର ଥିଲେ। ତେଣୁ ସେମାନଙ୍କ ନାମ ସହିତ କ୍ରମଶଃ ବିକ୍ରାନ୍ତ ଓ ବୀର୍ଯ୍ୟବାନ ଦୁଇ ବିଶେଷଣ ଯୋଗ କରାଯାଇଛି। ସେ ଦୁହେଁ ଶୋଇଥିବା ସମୟରେ ଅଶ୍ୱତ୍ଥାମାଙ୍କ ହାତରେ ମରିଥିଲେ। ପ୍ରଶ୍ନ: ଅଭିମନ୍ୟୁ କିଏ? ଉତ୍ତର: ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କୁ ବିବାହ କରିଥିଲେ। ତାଙ୍କ ଗର୍ଭରୁ ଅଭିମନ୍ୟୁ ଜନ୍ମ ହୋଇଥିଲେ। ମତ୍ସ୍ୟ ଦେଶର ରାଜା ବିରାଟଙ୍କ କନ୍ୟା ଉତ୍ତରାଙ୍କ ସହିତ ଅଭିମନ୍ୟୁଙ୍କର ବିବାହ ହୋଇଥିଲା। ସେ ନିଜର ପିତା ଅର୍ଜୁନ ଓ ପ୍ରଦ୍ୟୁମ୍ନଙ୍କଠାରୁ ଯୁଦ୍ଧବିଦ୍ୟା ଶିକ୍ଷା କରିଥିଲେ। ସେ ଅସାଧାରଣ ବୀର ଥିଲେ। ମହାଭାରତ ଯୁଦ୍ଧରେ ଦ୍ରୋଣାଚାର୍ଯ୍ୟ ଦିନେ ଏପରି ଚକ୍ରବ୍ୟୂହ ରଚନା କଲେ ଯେ, ପାଣ୍ଡବ ପକ୍ଷର ଯୁଧିଷ୍ଠିର, ଭୀମ, ନକୁଳ, ସହଦେବ, ବିରାଟ, ଦ୍ରୁପଦ, ଧୃଷ୍ଟଦ୍ୟୁମ୍ନ ଆଦି କୌଣସି ବୀର ସେ ଭିତରେ ପଶିପାରିଲେ ନାହିଁ। ଜୟଦ୍ରଥ ସମସ୍ତଙ୍କୁ ପରାସ୍ତ କରିଦେଲେ। ସେଦିନ ଅର୍ଜୁନ ଅନ୍ୟ ଆଡ଼େ ଯୁଦ୍ଧରେ ଲାଗିଥିଲେ। ବୀର ଯୁବକ ଅଭିମନ୍ୟୁ ଏକାକୀ ଉକ୍ତ ବ୍ୟୁହ ଭେଦ କରି ଭିତରେ ପଶିଗଲେ ଏବଂ ଅସଂଖ୍ୟ ବୀରଙ୍କୁ ସଂହାର କରି ନିଜର ଅସାଧାରଣ ବୀରତ୍ୱ ପରିଚୟ ଦେଲେ। କିନ୍ତୁ ସେ ଏକାକୀ ଥିବା ଅବସ୍ଥାରେ ତାଙ୍କୁ ଦ୍ରୋଣ, କୃପାଚାର୍ଯ୍ୟ, କର୍ଣ୍ଣ, ଅଶ୍ୱତ୍ଥାମା, ବୃହଦ୍ବଳ ଓ କୃତବର୍ମା ଏହି 6 ମହାରଥୀ ମିଶି ଅନ୍ୟାୟପୂର୍ବକ ଘେରିଗଲେ। ଏପରି ଅବସ୍ଥାରେ ମଧ୍ୟ ସେ ଏକାକୀ ଅନେକ ବୀରଙ୍କୁ ସଂହାର କଲେ। ଶେଷରେ ଦୁଃଶାସନଙ୍କ ପୁତ୍ର ତାଙ୍କ ମୁଣ୍ଡ ଉପରେ ନିର୍ଘାତ ଗଦା ପ୍ରହାର କଲା। ସେଥିରେ ତାଙ୍କର ମୃତ୍ୟୁ ହୋଇଗଲା। ରାଜା ପରୀକ୍ଷିତ ତାଙ୍କର ପୁତ୍ର ଥିଲେ। ପ୍ରଶ୍ନ: ଦ୍ରୌପଦୀଙ୍କ 5 ପୁତ୍ର କିଏ କିଏ? ଉତ୍ତର: ପ୍ରତିବିନ୍ଧ୍ୟ, ଶ୍ରୁତସୋମ, ଶ୍ରୁତକର୍ମା, ଶତାନୀକ ଓ ଶ୍ରୁତସେନ। ଏହି 5 ପୁତ୍ର କ୍ରମଶଃ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କ ଔରସରେ ଦ୍ରୌପଦୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ। ରାତିରେ ଶୋଇଥିବା ଅବସ୍ଥାରେ ସେମାନଙ୍କୁ ଅଶ୍ୱତ୍ଥାମା ହତ୍ୟା କରିଥିଲେ। ପ୍ରଶ୍ନ: ସର୍ବେ ଏବ ମହାରଥାଃ। ଏହି କଥାର ମର୍ମ କ'ଣ? ଉତ୍ତର: ଶାସ୍ତ୍ର ଓ ଶସ୍ତ୍ରବିଦ୍ୟାରେ ଅତ୍ୟନ୍ତ ନିପୁଣ ଅସାଧାରଣ ବୀରଙ୍କୁ ମହାରଥୀ କହନ୍ତି। ସେ ଏକାକୀ 10,000 ଧନୁର୍ଦ୍ଧାରୀ ଯୋଦ୍ଧାଙ୍କୁ ସଞ୍ଚାଳନ କରନ୍ତି। ଏକୋଦଶସହସ୍ରାଣି ଯୋଦ୍ଧୟେଦ୍ୟସ୍ତୁ ଧନ୍ୱିଦାଂ ଶସ୍ତ୍ରଶାସ୍ତ୍ର ପ୍ରବୀଣଶ୍ଚ ମହାରଥ ଇତି ସ୍ମୃତଃ। ଦୁର୍ଯ୍ୟୋଧନ ଯେଉଁ ଯୋଦ୍ଧାମାନଙ୍କ ନାମ ଦେଇଛନ୍ତି, ସେମାନେ ସମସ୍ତେ ମହାରଥୀ ବୋଲି ଏଠାରେ କୁହାଯାଇଛି। ମହାଭାରତ ଉଦ୍ୟୋଗ ପର୍ବର 169ରୁ 172 ଶ୍ଳୋକ ପର୍ଯ୍ୟନ୍ତ ପ୍ରାୟ ଏହି ସମସ୍ତ ବୀରଙ୍କ ପରାକ୍ରମ ପୃଥକ୍ ପୃଥକ୍ ଭାବରେ ବିଶେଷ ରୂପେ ବର୍ଣ୍ଣନା କରାଯାଇଛି। ସେଠାରେ ସେମାନଙ୍କୁ ଅତିରଥୀ ଓ ମହାରଥୀ ବୋଲି କୁହାଯାଇଛି। ସେମାନଙ୍କ ଛଡ଼ା ପାଣ୍ଡବ ସେନା ମଧ୍ୟରେ ଆହୁରି ଅନେକ ମହାରଥୀ ଥିଲେ। ସେମାନଙ୍କର ନାମ ମଧ୍ୟ ସେଠାରେ ଦିଆଯାଇଛି। ସର୍ବେ ପଦଦ୍ୱାରା ଦୁର୍ଯ୍ୟୋଧନ ସେହି ସମସ୍ତଙ୍କୁ ବୁଝାଇ